ଆଜି ଧୀର ସାମଲ ମର୍ଡର କେସ୍ର ରାୟ ପ୍ରକାଶ ପାଇଛି। ଏହି ଘଟଣା 22/7/2010ରେ ଘଟିଥିଲା ଏବଂ ଆଜି ପର୍ଯ୍ୟନ୍ତ ତାର ବିଭିନ୍ନ କାରଣ ଯୋଗୁଁ ତାର ଟ୍ରାଏଲ ହେଇପାରିନଥିଲା। ଆଜି ତା ରାୟ ପ୍ରକାଶ ପାଇଛି। ଏଥିରେ 5 ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ସଞ୍ଜୟ ପ୍ରଧାନ, ସନ୍ନ୍ୟାସୀ ରାଉତ, ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, କାଳିଆ ସେଠୀ, ପିଙ୍କୁ ପାତ୍ର। ଆଉ 3 ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି। ସେ 3 ଜଣ ହେଲେ ମଙ୍ଗୁଳୁ ବେହେରା, ରିଙ୍କୁ ପାତ୍ର, ରଙ୍ଗୀନ ସନ୍ତୋଷ, ସନ୍ତୋଷ ପାତ୍ର, ଆଲିଆ ସନ୍ତୋଷ ପାତ୍ର। ଏ ଯେଉଁ ଘଟଣା ହେଇଥିଲା ସେଦିନ ଧୀର ସାମଲ ସେ ଯେଉଁ ଆମର ଏଇଟା ବଡ଼ବଜାର ଥାନାର କେସ୍। ସେ ଆସିଥିଲା ଚା ପିଇବାକୁ ଆମର ଛକ ତାଙ୍କର ଶ୍ରୀରାମନଗର ଛକ ପାଖକୁ ଆସିଥିଲା। ସେଇ ସମୟରେ ମୁଦାଲାମାନେ ତାପରେ ବମ୍ ଫିଙ୍ଗିଥିଲେ। ବମ୍ ପକେଇଲା ପରେ ସିଏ ଗୋଟେ ଭିତରକୁ ଗଳି ଯିବାକୁ ଅଫିସ ବ୍ୟାଙ୍କ ଅଫିସକୁ ଗଲାରୁ ତାକୁ ଗୋଡ଼େଇ ଯାଇ ତାକୁ ଖଣ୍ଡାରେ ହାଣିଥିଲେ। ତାର ହାଣିଲା ପରେ ତାର କିଛି ସମୟ ପରେ ସେ ଖବର ପାଇକି ତା ଭାଇ ଭାଲୁ ସାମଲ ଆସିଥିଲା, ଆଉ ତା ସ୍ତ୍ରୀ ବି ଆସିଥିଲା। ଆଉ ସେମାନେ ଘଟଣାସ୍ଥଳରେ ଆସି ଦେଖିଥିଲେ। ତାକୁ ଗୋଟେ ଅଟୋରେ ନେବା ଭିତରେ ଆମ ଥାନାର ବଡ଼ବଜାର ଥାନାର ପୋଲିସ ଅଫିସର ଆଇଆଇସି ଯାଇ ତାକୁ ଧରିକି ଆଣି ମେଡ଼ିକାଲରେ ପହଞ୍ଚେଇଥିଲେ। ତାର ମେଡ଼ିକାଲରେ ତାର ମୃତ୍ୟୁ ଘଟିଥିଲା। ଏବଂ ଏଇ ମୁଦଳାମାନଙ୍କ ନାଁରେ ସମସ୍ତଙ୍କ ନାଁରେ ଏତଲା ଦେଇଥିଲା ଆମର ଭାଲୁ ସାମଲ ଦେଇଥିଲା ଏତଲା। କିନ୍ତୁ ତା ଦେହରେ ଆଜି ତାର ସମସ୍ତ ସାକ୍ଷୀ ଆମର ସମୁଦାୟ 24 ଜଣ ସାକ୍ଷୀର ବୟାନ ରେକର୍ଡ କରାଯାଇଥିଲା ଏବଂ ସେଥିରେ ଆମର ଆଇ ୱିଟନେସ୍ ଯିଏ ଥିଲେ, ଆଇ ୱିଟନେସ୍ଟା ଆମର ସନ୍ତୋଷ ତ୍ରିପାଠୀ ଆଇ ୱିଟନେସ୍ ଦେଖିଥିଲା ଏଇ ଯେଉଁ 5 ଜଣ ଏମାନେ ଖଣ୍ଡାରେ ତାକୁ ହାଣୁଥିଲେ। ଯାହାର ଆଇ ୱିଟନେସ୍କୁ ବିଚାର କରି ଏବଂ ଅନ୍ୟ ସାକ୍ଷୀମାନଙ୍କର ବୟାନ ଏବଂ ପୋଲିସର ଇନଭେଷ୍ଟିଗେସନର ଯେଉଁ ଖଣ୍ଡା ଜବତ ହେଇଥିଲା, ଖଣ୍ଡାକୁ କୋର୍ଟ ପ୍ରଡ୍ୟୁସ୍ କରାଯାଇଥିଲା ଏବଂ ସେ ବମ୍ ଯେଉଁଟା ହେଇଥିଲା ବମ୍ରେ ବି ରିମିନାନ୍ସରେ କୋର୍ଟରେ ପ୍ରମାଣ ହେଇଥିଲା। ସି ରିପୋର୍ଟ ଦିଆଯାଇଥିଲା ଏବଂ ସମସ୍ତଙ୍କୁ ଭିତ୍ତି କରି କୋର୍ଟ ଆଜି ସମସ୍ତେ 5 ଜଣ ମୁଦାଲାକୁ ଲାଇଫ୍ ଇମ୍ପ୍ରିଜମେଣ୍ଟ ଦେଇଛନ୍ତି ଏବଂ ଏଥିରେ ଆଉ ଆର୍ମସ ଆକ୍ଟରେ ବି ତାଙ୍କୁ 3 ବର୍ଷ ହେଇଛି ଜେଲ୍ ହେଇଛି ଏବଂ ଇଏସ୍ ଆକ୍ଟରେ ମଧ୍ୟ ତାଙ୍କୁ 5 ବର୍ଷ ଜେଲ୍ କରାଯାଇଛି। ଆକୁ ଯେଉଁ ସେତେବେଳେ ହେଇଥିଲେ 8 ଜଣ, ସେଥିରୁ 9 ଜଣ ହେଇଥିଲେ। 9 ଜଣ ହାଇକୋର୍ଟରେ ଜଣେ ତୁମିନାଥ ପାତ୍ର ବୋଲି ଜଣେ ସେ ହାଇକୋର୍ଟରୁ ଖଲାସ ତା ନାଁଟା ଉପସ୍ଥିତ ହେଇନଥିଲା ଏବଂ ଆଉ ଯେଉଁ 8 ଜଣ ଥିଲେ 8 ଜଣ 3 ଜଣ ଖଲାସ କରାହେଲା, ଆଉ 5 ଜଣ କନଭିକ୍ସନ କରାହେଇଛି। ଯୋଉମାନେ 10,000 ଟଙ୍କା ହେଇଛି, ଅମ୍ୟାଦେୟ 6 ମାସ ଲେଖା ହେଇଛି। ଘଟଣାଟା ଆମର 2010 ଜୁଲାଇ 22 ଘଟଣା ଘଟିଥିଲା। ଦିନ 10:30 ଭିତରେ ସେ ଏକ ଚା ଦୋକାନରେ ବସିଥିଲେ। 5 ଜଣ ଅନ୍ୟ 5ରୁ 9 ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ 2-3ଟା ଗାଡ଼ିରେ ଆସି ତାଙ୍କ ଉପରୁ ବୋମା ମାଡ଼ କରିଥିଲେ। ସେ ଭୟରେ ଦୌଡ଼ିବା ଭିତରେ ତାଙ୍କୁ ଖଣ୍ଡା ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିଲେ। ନ୍ୟାୟ ତ ଆମେ ଦୀର୍ଘ 14 ବର୍ଷ ହେଲା ଅପେକ୍ଷା କରୁଥିଲୁ। ଯାହା ନ୍ୟାୟ ଦେଇଛନ୍ତି ତାକୁ ଆମେ ସ୍ୱାଗତ ଯୋଗ୍ୟ କରୁଛୁ। ଆଉ 3 ଜଣ ଯୋଗ କରୁଛନ୍ତି, ସେ ନ୍ୟାୟ କରିବେ।